ଶ୍ରୀମଦ୍ ଭାଗବତରୁ ଆମେ ଆଜି ଏମିତି ଗୋଟିଏ ଅଂଶକୁ ଦେଖିବା ଯୋଉଠି ଗୋଟେ ପୁରୁଣା ଯୁଗ ଶେଷ ହେଉଛେ। ହଁ, କିନ୍ତୁ ଏଇଟା କୌଣସି ସାଧାରଣ ଶେଷ ନୁହେଁ। ଆଦୌ ନୁହେଁ। ଏହା ଏକ ମହାପ୍ରଳୟ, ଗୋଟେ ସମ୍ପୂର୍ଣ୍ଣ ବଂଶର ବିନାଶ, ଆଉ ସେହି ଧ୍ୱଂସ ଭିତରୁ କେବଳ ଗୋଟିଏ ଜିନିଷକୁ ବଞ୍ଚେଇବାର କଥା। ଆଜି ଆମେ ଭଗବାନ କୃଷ୍ଣଙ୍କର ଅନ୍ତିମ ମୁହୂର୍ତ୍ତ, ତାଙ୍କର ଯଦୁବଂଶର ପତନ ଆଉ ଏକ ଅନ୍ତିମ ଜ୍ଞାନର ହସ୍ତାନ୍ତର ବିଷୟରେ ଗଭୀର ଆଲୋଚନା କରିବା। ଆଉ ଆମର ଆଜିର ମିଶନ ହେଲା ଏଇଟା ବୁଝିବା ଯେ ଯେତେବେଳେ ସବୁକିଛି ଭାଙ୍ଗି ପଡୁଥାଏ ସେତେବେଳେ ପ୍ରକୃତରେ ମୂଲ୍ୟବାନ ଜିନିଷଟା କ'ଣ? ହଁ, କେଉଁ ଜିନିଷକୁ ବଞ୍ଚାଇବା ପାଇଁ ଗୋଟେ ପୁରା ସାମ୍ରାଜ୍ୟକୁ ବି ବଳି ଦିଆଯାଇପାରେ। ତେବେ ଏହି ପ୍ରାଚୀନ ଓଡ଼ିଆ ଗ୍ରନ୍ଥ ଆଧାରରେ ଆମେ କୃଷ୍ଣ, ଉଦ୍ଧବ ଆଉ ବିଦୁରଙ୍କ ମଧ୍ୟରେ ଘଟିଥିବା ଘଟଣାଗୁଡ଼ିକ ଟିକେ ଖୋଲିକି ଦେଖିବା। ଚାଲନ୍ତୁ ତାହେଲେ ସିଧା ଘଟଣା ଭିତରକୁ ଯିବା। କାହାଣୀର ଆରମ୍ଭ ହିଁ ବହୁତ ନାଟକୀୟ। ଉଦ୍ଧବ ବିଦୁରଙ୍କୁ ଭେଟିଛନ୍ତି ଆଉ ଗୋଟେ ଭୟଙ୍କର ଖବର ଦେଉଛନ୍ତି ହଁ, ଯେ ମହାପରାକ୍ରମୀ ଯଦୁବଂଶ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ସେମାନଙ୍କୁ କେହି ବାହାର ଶତ୍ରୁ ହରେଇନି। ନିଜେ ନିଜକୁ ଶେଷ କରିଦେଇଛନ୍ତି ଏକଦମ। ହଁ, ଆଉ ଏହାର ବର୍ଣ୍ଣନାଟା ବି ବହୁତ ସାଙ୍କେତିକ। କୁହାଯାଇଛି ସେମାନେ ବାରୁଣୀ ମଦ୍ୟପାନ କରି ମାନେ ପୁରା ମଦମତ୍ତ ହୋଇଗଲେ, ଆଚ୍ଛା, ଆଉ ପରସ୍ପରକୁ କଟୁବାକ୍ୟ କହି ତାପରେ ଯୁଦ୍ଧ କରି ନାଶ କଲେ। ମୂଳ ପଦରେ ଅଛି କନ୍ଦଳ ଯୁଦ୍ଧେ ନାଶ ଗଲେ। କନ୍ଦଳ ଯୁଦ୍ଧ। ହଁ, ଆଉ ଏହି ଆତ୍ମବିନାଶଟା ଘଟୁଛି ରାତିରେ, ରଜନୀ ମଧ୍ୟରେ, ଯାହାକି ଅଜ୍ଞାନତାର ଅନ୍ଧକାରର ପ୍ରତୀକ। ଓହୋ, ମଦ୍ୟପାନ ହେଲା ବିବେକ ହରାଇବାର ପ୍ରତୀକ। ଏଇଟା ଦେଖାଉଛି ଯେ ବଡ଼ ବଡ଼ ସଭ୍ୟତା ବାହାର ଆକ୍ରମଣରେ ଯେତିକି ନଷ୍ଟ ହୁଏନି, ତାଠୁ ବେଶୀ ତାଠାରୁ ଅଧିକ ନିଜ ଭିତରର ଅହଙ୍କାର, କ୍ରୋଧ ଆଉ ଅଜ୍ଞାନତା ଯୋଗୁଁ ନଷ୍ଟ ହୋଇଯାଏ। କିନ୍ତୁ ଏଠି ସବୁଠୁ ଆଶ୍ଚର୍ଯ୍ୟ କଥା ହେଲା ସେମାନଙ୍କର ନେତା ସ୍ୱୟଂ କୃଷ୍ଣ। ସେ ସବୁ ଦେଖୁଥିଲେ ଆଉ କିଛି କଲେନି। କିଛି ବି ନୁହେଁ। ବରଂ ଗ୍ରନ୍ଥରେ ଗୋଟେ ଚମକେଇ ଦେବା ଭଳି ବାକ୍ୟ ଅଛି, ସ୍ୱକୁଳ ନାଶ ଇଚ୍ଛା କରି। ଏକ୍ଜାକ୍ଟଲି। ମାନେ ସେ ନିଜେ ହିଁ ନିଜ କୁଳର ନାଶ ଚାହୁଁଥିଲେ। ଏଇଠି ତ କାହାଣୀର ଗଭୀରତା ଆରମ୍ଭ ହେଉଛି। କିନ୍ତୁ ଏଇଟା ଶୁଣିବାକୁ ବହୁତ ନିଷ୍ଠୁର ଲାଗୁଛି। ଜଣେ ଈଶ୍ୱର ଯିଏ ପ୍ରେମ ଆଉ କରୁଣାର ପ୍ରତୀକ, ସେ ନିଜ ପରିବାରର ଏମିତି ଭୟଙ୍କର ମୃତ୍ୟୁ କେମିତି ଚାହିଁପାରିବେ? ମାନେ ଏହା ପଛରେ କିଛି ବଡ଼ କାରଣ ଥିଲା କି? ଆପଣଙ୍କ ପ୍ରଶ୍ନଟା ଏକଦମ ଠିକ୍। ମାନବୀୟ ଦୃଷ୍ଟିରୁ ଦେଖିଲେ ଏହା ବହୁତ କଠୋର ଲାଗେ। କିନ୍ତୁ ଯଦି ଆମେ ଏହାକୁ ଗୋଟେ ବଡ଼ ଦିବ୍ୟ ପରିପ୍ରେକ୍ଷୀରେ ଦେଖିବା, ତେବେ ତାର ଅର୍ଥ ବଦଳିଯାଏ। ସେତେବେଳକୁ ଯଦୁବଂଶ ପୃଥିବୀ ପାଇଁ ଗୋଟେ ଭାର ହୋଇଯାଇଥିଲେ। ସେମାନେ ଅଜେୟ ଥିଲେ, କିନ୍ତୁ ଅହଙ୍କାରରେ ପୂର୍ଣ୍ଣ ଥିଲେ। ଆଚ୍ଛା, କୃଷ୍ଣ ଜାଣିଥିଲେ ଯେ ତାଙ୍କ ଅବତାରର ଉଦ୍ଦେଶ୍ୟ ସରିବା ପରେ ଯଦି ଏଇ ଶକ୍ତିଶାଳୀ ବଂଶଟା ରହିଯାଏ, ସେମାନେ ନିଜର ଶକ୍ତିର ଭୁଲ ବ୍ୟବହାର କରିବେ। ଠିକ୍। ତେଣୁ ଏହା ଏକ ପ୍ରକାରର, କହିବାକୁ ଗଲେ, ଦିବ୍ୟ ସଫାଇ ଥିଲା। ଯେମିତି ଜଣେ ମାଳି ବଗିଚାରୁ ଶୁଖିଲା ଡାଳ କାଟିଦିଏ। ଯେମିତି ନୂଆ ଗଛ ପାଇଁ ଜାଗା ହବ। ଏକଦମ। ଠିକ୍ ଅଛି। ତେବେ ଏଇ ବିନାଶ ଭିତରେ କୃଷ୍ଣ କ'ଣ କରୁଥିଲେ? ସେ ନିଶ୍ଚୟ ଏକା ଥିବେ। ଉଦ୍ଧବ ତାଙ୍କୁ କୋଉଠି ପାଇଲେ? ଏ ଦୃଶ୍ୟଟା ବହୁତ ମାର୍ମିକ। ଯଦୁବଂଶର ଧ୍ୱଂସ ପରେ କୃଷ୍ଣ କୌଣସି ରାଜପ୍ରସାଦରେ ନଥିଲେ। ଉଦ୍ଧବ ତାଙ୍କୁ ଖୋଜି ଖୋଜି ସରସ୍ୱତୀ ନଦୀ କୂଳରେ ଗୋଟେ ଜଙ୍ଗଲରେ ଗୋଟେ ଅଶ୍ୱତ୍ଥ ଗଛ ମୂଳେ ଏକା ବସିଥିବାର ଦେଖିଲେ। ପାଠରେ ଏହାକୁ କୁହାଯାଇଛି ବନେ ଅଶ୍ୱତ୍ଥ ତରୁ ମୂଳେ। ସେ ନିଜର ଲୀଳା ସାରିବାକୁ ପ୍ରସ୍ତୁତ ହେଉଥିଲେ। ଆଉ ସେ ଉଦ୍ଧବଙ୍କୁ ଦେଖି କ'ଣ କହିଲେ? କିଛି ଶେଷ ନିର୍ଦ୍ଦେଶ ଦେଇଥିବେ ନିଶ୍ଚୟ। ହଁ, ସେ ଉଦ୍ଧବଙ୍କୁ ବଦରିକାଶ୍ରମ ଯାଇ ତପସ୍ୟା କରିବାକୁ କହିଲେ। କିନ୍ତୁ ଉଦ୍ଧବ, ସେ ତ କୃଷ୍ଣଙ୍କ ଛାଇ ଭଳି ଥିଲେ, ସେ ଛାଡ଼ିଯିବାକୁ ସିଧା ମନା କରିଦେଲେ। ସେ କହିଲେ, ମୁଁ ଯିବିନି। ହଁ, କହିଲେ, ମୁଁ ଆପଣଙ୍କ ବିନା ମୁହୂର୍ତ୍ତଟେ ବି ରହିପାରିବେନି। ଆଉ ଏଇଠି କାହାଣୀର ସବୁଠୁ ବଡ଼ ମୋଡ଼ ଆସୁଛି। କୃଷ୍ଣ ବୁଝିଗଲେ ଯେ ଉଦ୍ଧବଙ୍କ ଭକ୍ତି ଅତୁଳ, ତେଣୁ ସେ ତାଙ୍କୁ ଗୋଟେ ବିଶେଷ ଦାୟିତ୍ୱ ଦେବାକୁ। କି ଦାୟିତ୍ୱ? ଜ୍ଞାନର ଦାୟିତ୍ୱ। କୃଷ୍ଣ ଚିନ୍ତିତ ଥିଲେ ଯେ ସେ ଚାଲିଗଲେ ତାଙ୍କର ତତ୍ତ୍ୱଜ୍ଞାନ ବି ତାଙ୍କ ସାଙ୍ଗରେ ଚାଲିଯିବ। ପଦଟି ହେଉଛି, ମୁଁ ଗଲେ ଯିବ ମୋ ସଙ୍ଗତେ। ଓହୋ। ତେଣୁ ସେ ସେଇ ଅମୂଲ୍ୟ ଜ୍ଞାନକୁ ଉଦ୍ଧବଙ୍କୁ ଦେଲେ, ଯେମିତି ସେଇଟା ମାନବ ଜାତି ପାଇଁ ରହିବ। ଆଉ ଏଇଟା କିଛି ସାଧାରଣ ଜ୍ଞାନ ନଥିଲା। ନିଶ୍ଚୟ। କୁହାଯାଏ ଏହା ସେହି ମୌଳିକ ଜ୍ଞାନ ଯାହା ସେ ସୃଷ୍ଟି ଆରମ୍ଭରେ ବ୍ରହ୍ମାଙ୍କୁ ଦେଇଥିଲେ। ଆଚ୍ଛା, ତାହେଲେ ଏହା ଶୁଣିବା ପରେ ଉଦ୍ଧବଙ୍କର ପ୍ରତିକ୍ରିୟା କ'ଣ ଥିଲା? ସେ ତ ଜଣେ ବଡ଼ ଭକ୍ତ, ସେ ନିଶ୍ଚୟ ବିନା ପ୍ରଶ୍ନରେ ମାନି ନେଇଥିବେ। ଆଦୌ ନୁହେଁ। ଆଉ ଏଇଠି ହିଁ କାହାଣୀଟା ଆହୁରି ମାନବୀୟ ଲାଗେ। ଓହୋ। ଜ୍ଞାନ ପାଇବା ଆଗରୁ ଉଦ୍ଧବ ନିଜ ମନରେ ବର୍ଷ ବର୍ଷ ଧରି ଥିବା ଦ୍ୱନ୍ଦ୍ୱକୁ କୃଷ୍ଣଙ୍କ ଆଗରେ ଖୋଲିଦେଲେ।
ସେ କହିଲେ, ପ୍ରଭୁ, ଆପଣ ତ ସବୁ ଜାଣନ୍ତି, ତଥାପି ଆପଣ ମୋ ଭଳି ଲୋକଠୁ ପରାମର୍ଶ ମାଗୁଥିଲେ। ଆପଣ ନିର୍ଭୀକ କିନ୍ତୁ ଶତ୍ରୁ ଭୟରେ ସମୁଦ୍ର ମଝିରେ ଦୁର୍ଗ ତିଆରି କରି ଲୁଚି ରହିଥିଲେ। ସେ ସ୍ପଷ୍ଟ କହିଲେ, ତୋ ମାୟା ଗହନେ ଭ୍ରମଇ, ମାନେ ଆପଣଙ୍କର ଏଇ ଲୀଳା ମୋତେ ଦ୍ୱନ୍ଦ୍ୱରେ ପକାଉଛି। ଏହା ତ ଜଣେ ଭକ୍ତ ପାଇଁ ସବୁଠୁ ବଡ଼ ପରୀକ୍ଷା ହୋଇଥିବ। ଯାହାକୁ ସେ ସର୍ବଶକ୍ତିମାନ ବୋଲି ଜାଣିଛନ୍ତି, ତାଙ୍କୁ ମଣିଷ ଭଳି ଦୁର୍ବଳତା ଦେଖାଉଥିବା ଦେଖିବା, ଏହା ତ କାହାର ବି ବିଶ୍ୱାସକୁ ଦୋହଲାଇ ଦେବ। ଏକଦମ। ଆଉ ଏହି ମାୟା ଶବ୍ଦଟା ଏଠି ବହୁତ ଗୁରୁତ୍ୱପୂର୍ଣ୍ଣ। ଏହା କେବଳ ଭ୍ରମ ନୁହେଁ, ବରଂ ଈଶ୍ୱରଙ୍କର ସେହି ଶକ୍ତି ଯାହା ତାଙ୍କ କାର୍ଯ୍ୟକୁ ବୁଝିବା କଷ୍ଟକର କରିଦିଏ। ଈଶ୍ୱର ଯେବେ ମଣିଷ ରୂପରେ ଆସନ୍ତି, ସେ ମଣିଷ ପରି ହିଁ ବ୍ୟବହାର କରନ୍ତି। ହସନ୍ତି, କାନ୍ଦନ୍ତି। ହଁ, ଭୟ କରନ୍ତି। ଉଦ୍ଧବ ସେହି ଦ୍ୱନ୍ଦ୍ୱରେ ଥିଲେ। ତାଙ୍କର ଆତ୍ମଜ୍ଞାନ ପାଇଁ ଅନୁରୋଧ ପ୍ରକୃତରେ ଗୋଟେ ପ୍ରାର୍ଥନା ଥିଲା ଯେ ମୋତେ ଏଇ ଦୃଶ୍ୟମାନ ବିରୋଧାଭାସରୁ ଉପରକୁ ଉଠି ଆପଣଙ୍କର ପ୍ରକୃତ ସ୍ୱରୂପକୁ ବୁଝିବାର ଶକ୍ତି ଦିଅନ୍ତୁ। ଆଉ ତାଙ୍କର ଏହି ସଚ୍ଚୋଟତା ହିଁ ତାଙ୍କୁ ସେହି ମହାନ ଜ୍ଞାନ ପାଇଁ ଯୋଗ୍ୟ କଲା। ଏକଦମ ଠିକ୍। ଭଲ କଥା। ତେବେ ଉଦ୍ଧବଙ୍କୁ ଏହି ଜ୍ଞାନ ମିଳିଗଲା, ଯାହାକୁ ଉଦ୍ଧବ ଗୀତା କୁହାଯାଏ। କିନ୍ତୁ କାହାଣୀ ତ ଏଇଠି ସରିନଥିବ। ସେ ଏହି ଜ୍ଞାନକୁ ନେଇ କ'ଣ କଲେ? ହଁ, କୃଷ୍ଣଙ୍କର ନିର୍ଦ୍ଦେଶ ଅନୁସାରେ ସେ ବଦରିକାଶ୍ରମୀ ଯାଉଥିଲେ ଏବଂ ବାଟରେ ବିଦୁରଙ୍କୁ ଭେଟିଲେ। ସେ ବିଦୁରଙ୍କୁ ଯଦୁବଂଶର ବିନାଶ ଆଉ କୃଷ୍ଣଙ୍କର ସ୍ୱଧାମଗମନ ବିଷୟରେ ସବୁକିଛି କହିଲେ। ଆଚ୍ଛା। କିନ୍ତୁ କାହାଣୀଟା ଏଇଠି ଅଟକୁନି। ଏହି ପୂରା କାହାଣୀଟା ପ୍ରକୃତରେ ସୁକମୁନି ରାଜା ପରୀକ୍ଷିତଙ୍କୁ ଶୁଣାଉଛନ୍ତି। ଆଉ ପରୀକ୍ଷିତ ଜଣେ ତୀକ୍ଷ୍ଣ ବୁଦ୍ଧିର ରାଜା, ସେ ନିଶ୍ଚୟ କିଛି ଗଭୀର ପ୍ରଶ୍ନ ପଚାରିଥିବେ। ଏକଦମ। ପୂରା କାହାଣୀ ଶୁଣିସାରିବା ପରେ ପରୀକ୍ଷିତ ଏକ ଅତ୍ୟନ୍ତ ଯୁକ୍ତିଯୁକ୍ତ ପ୍ରଶ୍ନ ପଚାରିଲେ। କ'ଣ? ଯାହା ବୋଧହୁଏ ଆମ ସମସ୍ତଙ୍କ ମନରେ ଆସୁଥିବ। ସେ କହିଲେ, ଏହା କିପରି ସମ୍ଭବ? ଏହା ଏକ ଅସମ୍ଭବ ବାଣୀ ପରି ଲାଗୁଛି। ଯେତେବେଳେ ବ୍ରାହ୍ମଣଙ୍କ ଅଭିଶାପରେ ପୂରା ଯଦୁବଂଶ, ଏପରିକି ଗୋବିନ୍ଦଙ୍କ ସହିତ ନାଶ ପାଇଗଲା, ସେତେବେଳେ କେବଳ ଉଦ୍ଧବ ଏକୁଟିଆ କେମିତି ବଞ୍ଚିଗଲେ? ହଁ। ମୂଳ ପଦରେ ପ୍ରଶ୍ନଟି ଥିଲା, ଏ ବା କେମନ୍ତେ ଉବୁରିଲା? ଏହା ଏକ ଚମତ୍କାର ପ୍ରଶ୍ନ। ସତରେ ତ, ଯେତେବେଳେ ଭଗବାନ ନିଜେ ସେହି ବିନାଶରୁ ନିଜକୁ ବଞ୍ଚାଇଲେ ନାହିଁ, ସେତେବେଳେ ଜଣେ ସାଧାରଣ ଭକ୍ତ କିପରି କେମିତି ବଞ୍ଚିଗଲା? ଆଉ ସୁକମୁନି ଦେଇଥିବା ଉତ୍ତର ହିଁ ଏହି ପୂରା ଅଧ୍ୟାୟର ସାର। ସେ କହିଲେ, ଉଦ୍ଧବଙ୍କ ବଞ୍ଚିବା କୌଣସି ଆକସ୍ମିକ ଘଟଣା ନଥିଲା। ମାନେ? ଏହା କୃଷ୍ଣଙ୍କର ଇଚ୍ଛା ଥିଲା। ସେ ଜାଣିଶୁଣି ଉଦ୍ଧବଙ୍କୁ ବଞ୍ଚାଇଥିଲେ। କିନ୍ତୁ କେବଳ ବ୍ୟକ୍ତିଗତ ସ୍ନେହ ପାଇଁ ନୁହେଁ, ବରଂ ଏକ ବଡ଼ ଉଦ୍ଦେଶ୍ୟ ପାଇଁ। ହଁ, ସେହି ତତ୍ତ୍ୱଜ୍ଞାନର ପାତ୍ର ବା ବାହକ ହେବା ପାଇଁ ତାଙ୍କୁ ବଞ୍ଚାଯାଇଥିଲା। ତେବେ ଏହାର ଅର୍ଥ ହେଲା, ସେହି ପୂରା ବିନାଶ ଲୀଳା ଭିତରେ କୃଷ୍ଣଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଏହି ଜ୍ଞାନକୁ ବଞ୍ଚାଇବା। ଗୋଟେ ପଟେ ପୂରା ସାମ୍ରାଜ୍ୟ, ଶକ୍ତିଶାଳୀ ଯୋଦ୍ଧା, ନିଜ ପରିବାର, ସବୁକିଛି ଧ୍ୱଂସ ହେଉଛି। ଆଉ ଅନ୍ୟପଟେ କେବଳ ଜଣେ ବ୍ୟକ୍ତି। କୃଷ୍ଣ ଏହି ନିଷ୍ପତ୍ତି ନେଇ କ'ଣ କହିବାକୁ ଚାହୁଁଥିଲେ? ଯେ ଶାରୀରିକ ଶକ୍ତି ବା ସାମ୍ରାଜ୍ୟଠାରୁ ଗୋଟିଏ ବିଚାରର ମୂଲ୍ୟ ଅଧିକ। ଆପଣ ଏହାର ମୂଳ କଥାକୁ ଧରିପାରିଛନ୍ତି। ଗ୍ରନ୍ଥରେ ଏକ ଶକ୍ତିଶାଳୀ ବାକ୍ୟ ଅଛି, ଯୋଉଠି କୃଷ୍ଣ କହୁଛନ୍ତି, ଇଏ ଯେ ଉଦ୍ଧବ ମୋର ସମ। ମୋର ସମ ମାନେ ମୋ ସହିତ ସମାନ। ହଁ, ଏହି ଜ୍ଞାନ ପାଇବା ପରେ ଉଦ୍ଧବ ମୋ ସହିତ ସମାନ ହୋଇଗଲେ। ସେ ଉଦ୍ଧବଙ୍କୁ ଆଦେଶ ଦେଲେ, ଏ ନରଲୋକେ ରହୁ, ତୁମେ ଏହି ମର୍ତ୍ତ୍ୟଲୋକରେ ରୁହ ଆଉ ମୋ ଦ୍ୱାରା ଦିଆଯାଇଥିବା ଜ୍ଞାନର ପ୍ରଚାର କର। ତେବେ ଉଦ୍ଧବ ଏକ ଜୀବନ୍ତ ଐତିହ୍ୟ ପାଲଟିଗଲେ, ଏ ଲିଭିଂ ଲେଗେସି। ଏକଦମ। ଆପଣ ଏମିତି ଭାବନ୍ତୁ, ଆଇନଷ୍ଟାଇନ୍ ଯଦି ନିଜର ଶେଷ ସମୟରେ ତାଙ୍କର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଥିଓରିକୁ କେବଳ ଜଣେ ବିଶ୍ୱସ୍ତ ସହଯୋଗୀଙ୍କୁ ଦେଇଯାଇଥାନ୍ତେ, ଯେମିତି ସେହି ଜ୍ଞାନ ମାନବ ଜାତି ପାଇଁ ବଞ୍ଚି ରହେ। ହଁ, ଏହା ଠିକ୍ ସେହିଭଳି ଏକ ମୁହୂର୍ତ୍ତ ଥିଲା। ସାମ୍ରାଜ୍ୟ ଆସେ ଆଉ ଯାଏ, କିନ୍ତୁ ଏକ ମୌଳିକ ସତ୍ୟ ବା ଜ୍ଞାନ ଯୁଗ ଯୁଗ ଧରି ରହିଥାଏ। ଏହା ଅବିଶ୍ୱାସନୀୟ। ତେବେ ଉଦ୍ଧବ ଯେତେବେଳେ ବିଦୁରଙ୍କୁ ଭେଟିଲେ, ସେ ନିଶ୍ଚୟ ସେହି ଜ୍ଞାନ ତାଙ୍କୁ ଦେଇଥିବେ ନା? ନା, ଆଉ ଏଇଠି ଆମେ ଜ୍ଞାନର ପରମ୍ପରା ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ପାଉଛୁ। ଆଚ୍ଛା। ବିଦୁର ଯେତେବେଳେ ଉଦ୍ଧବଙ୍କୁ ସେହି ଆତ୍ମଜ୍ଞାନ ମାଗିଲେ, ଉଦ୍ଧବ ତାଙ୍କୁ ସିଧା ଶିକ୍ଷା ଦେଲେନି। କାହିଁକି? ସେ ବିନମ୍ରତାର ସହ କହିଲେ ଯେ ସେହି ଜ୍ଞାନ ଦେବା ପାଇଁ କୃଷ୍ଣ ଅନ୍ୟ ଜଣେ ଋଷି ମୈତ୍ରେୟଙ୍କୁ ମଧ୍ୟ ନିୟୁକ୍ତ କରିଛନ୍ତି। ତେଣୁ ସେ ବିଦୁରଙ୍କୁ ମୈତ୍ରେୟ ମୁନିଙ୍କ ପାଖକୁ ଯିବାକୁ ପରାମର୍ଶ ଦେଲେ। କିନ୍ତୁ ଉଦ୍ଧବ ତ ନିଜେ ଜ୍ଞାନୀ ଥିଲେ, ସେ କାହିଁକି ନିଜେ ଶିକ୍ଷା ଦେଲେନି? ଏହାକୁ ହିଁ ପରମ୍ପରା କୁହାଯାଏ। ଜ୍ଞାନ କେବଳ ଜଣକଠୁ ଆଉ ଜଣେ ଶୁଣିବା କଥା ନୁହେଁ। ଏହାର ଅର୍ଥ ହେଲା, ଜ୍ଞାନ ଏକ ଶୁଦ୍ଧ ଧାରାରେ
ସଠିକ୍ ଗୁରୁଙ୍କଠାରୁ ସଠିକ୍ ଶିଷ୍ୟ ପାଖକୁ ଯିବା ଉଚିତ। ଉଦ୍ଧବ ଜାଣିଥିଲେ ଯେ ବିଦୁରଙ୍କ ପାଇଁ ନିର୍ଦ୍ଦିଷ୍ଟ ଗୁରୁ ହେଉଛନ୍ତି ମୈତ୍ରେୟ। ଓହୋ। ଏହା ଜ୍ଞାନର ଶୁଦ୍ଧତାକୁ ସମ୍ମାନ ଦେବା ଭଳି ଏକଦମ। ଏହା ଦେଖାଏ ଯେ ଗଭୀର ଜ୍ଞାନର ପ୍ରସାର ପାଇଁ କେବଳ ଜାଣିବା ଯଥେଷ୍ଟ ନୁହେଁ, ବିନମ୍ରତା ଏବଂ ଉଚିତ ମାର୍ଗର ସମ୍ମାନ ମଧ୍ୟ ଦରକାର। ଏପରିକି ଆମେ ଆଜି ଯେଉଁ କାହାଣୀ ଆଲୋଚନା କରୁଛୁ ତାହା ମଧ୍ୟ ସେହି ପରମ୍ପରାର ଏକ ଅଂଶ। ତେବେ ଆଜି ଆମେ ଏକ ଅଦ୍ଭୁତ ଯାତ୍ରା କଲୁ। ଆମେ ଗୋଟେ ସମୃଦ୍ଧ ବଂଶର ପତନ ଦେଖିଲୁ, ଗୋଟେ ଯୁଗର ଅନ୍ତ ଦେଖିଲୁ। କିନ୍ତୁ ସେଇ ଧ୍ୱଂସ ଭିତରେ ଆମେ ଗୋଟେ ଗଭୀର ସଂରକ୍ଷଣର କାହାଣୀ ମଧ୍ୟ ଦେଖିଲୁ। ହଁ, ଏହା ସ୍ପଷ୍ଟ ହୋଇଗଲା ଯେ ସେହି ଶେଷ ମୁହୂର୍ତ୍ତରେ ସବୁଠୁ ମୂଲ୍ୟବାନ ଜିନିଷ କୌଣସି ରାଜ୍ୟ ବା ବଂଶ ନଥିଲା। ତାହା ଥିଲା କେବଳ ଜ୍ଞାନ, ଏକ ବିଚାର। ଏକଦମ। ଆଉ ଏହି କାହାଣୀ ଆମ ପାଇଁ ଗୋଟେ ବହୁତ ବଡ଼ ପ୍ରଶ୍ନ ଛାଡ଼ିଯାଏ। କୃଷ୍ଣ ନିଜର ଅନ୍ତିମ ମୁହୂର୍ତ୍ତରେ କୌଣସି ଯୋଦ୍ଧାକୁ ସାମ୍ରାଜ୍ୟ ପୁନର୍ନିର୍ମାଣ ପାଇଁ ବଞ୍ଚାଇଲେ ନାହିଁ। ବରଂ ଜଣେ ଭକ୍ତକୁ ଏକ ବିଚାରକୁ ବଞ୍ଚାଇବା ପାଇଁ ରକ୍ଷା କଲେ। ହଁ, ଏହା ଆମକୁ ଭାବିବାକୁ ବାଧ୍ୟ କରେ। ଆମ ନିଜ ଜୀବନରେ ବା ଆମ ସମାଜରେ ଯେତେବେଳେ କିଛି ଶେଷ ହେଉଥିବା ପରି ଲାଗେ, କିଛି ଭାଙ୍ଗି ପଡ଼ୁଥାଏ, ସେତେବେଳେ ସେହି ଗୋଟିଏ ଜ୍ଞାନ ବା ବିଚାର କ'ଣ ଯାହା ଏତେ ଜରୁରୀ ଯେ ତାକୁ ଯେକୌଣସି ମୂଲ୍ୟରେ ଆଗାମୀ ପିଢ଼ି ପାଇଁ ସଂରକ୍ଷିତ କରିବା ଉଚିତ,